ଦେଖନ୍ତୁ ଶାଶୁ ଘରେ ପ୍ରଥମ ଦିନ କେମିତି କାଟିଲେ ଅଭିନେତ୍ରୀ ଶୀତଲ। ତେବେ ଦର୍ଶକ ବନ୍ଧୁ ଆପଣମାନେ ତ ସମସ୍ତେ ଜାଣିଥିବେ ଅଭିନେତ୍ରୀ ଶୀତଲ ଏବଂ ଦୀପନିତଙ୍କର ନିର୍ବନ୍ଧ ସରିଛି ଆଉ ତାଙ୍କର ବାହାଘର ବର୍ତ୍ତମାନ ସମୟରେ ସରିଯାଇଛି। ଆଉ ସେ ବର୍ତ୍ତମାନ ସମୟରେ କିଭଳି ଶାଶୁ ଘରେ ସମୟ ବିତାଉଛନ୍ତି, ତାଙ୍କ ଶାଶୁ ଘରେ କିଏ କିଏ ଅଛନ୍ତି, ଆଜି ଆସନ୍ତୁ ଏ ଭିଡ଼ିଓ ମାଧ୍ୟମରେ ସବୁ କିଛିର ତଥ୍ୟ ଜାଣିବା। ତ ସେଥିପାଇଁ ଆପଣମାନେ ଆଜିର ଭିଡ଼ିଓଟିକୁ ପୁରା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଏହା ପୂର୍ବରୁ ଯଦି ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଦର୍ଶକ ବନ୍ଧୁ ଆପଣମାନେ ତ ସମସ୍ତେ ଜାଣିଥିବେ ଗତ କିଛି ଦିନ ତଳେ ଦୀପନିତ ଏବଂ ଶୀତଲଙ୍କର ଓଡ଼ିଆ ଘରର ପରମ୍ପରା ରୀତିନୀତି ଅନୁସାରେ ତାଙ୍କର ନିର୍ବନ୍ଧ ସରିଥିଲା। ଉଭୟ ପରିବାର ଉପସ୍ଥିତିରେ ତାଙ୍କର ନିର୍ବନ୍ଧ ସରିଥିଲା। ହଠାତ୍ କାହାକୁ କିଛି ନ ଜଣାଇ ତାଙ୍କର ନିର୍ବନ୍ଧ ସରିଥିଲା। ଆଉ ଯେତେବେଳେ ତାଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଫଟୋ ସେୟାର କଲେ ଦର୍ଶକମାନେ ଜାଣିଲେ କି ତାଙ୍କର ନିର୍ବନ୍ଧ ସରିଯାଇଛି। ଆଉ ବର୍ତ୍ତମାନ ସମୟରେ ଏବେ ସେ ତାଙ୍କର ବାହାଘର କଥା ମଧ୍ୟ ବେଶ ଭାଇରାଲ ହେଉଛି। କାହିଁକି ନା ଦୀର୍ଘ 7 ବର୍ଷ ହୋଇଯିବ ଦୁହେଁ ପରସ୍ପରଙ୍କୁ ସୁଟିଂ ସେଟ୍ରୁ ଭଲ ପାଉଥିଲେ। ଆଉ ବର୍ତ୍ତମାନ ସମୟରେ ତାଙ୍କର ବାହାଘର ହୋଇଛି। ଶୀତଲ ହେଉଛନ୍ତି ଜଣେ ଓଡ଼ିଆ ସିରିଏଲ ଜଗତର ଜଣେ ଖୁବ୍ ଲୋକପ୍ରିୟ ଅଭିନେତ୍ରୀ। ଆଉ ଦୀପନିତ ହେଉଛନ୍ତି ଓଡ଼ିଆ ସିନେମା ଜଗତର ଜଣେ ପ୍ରତିଷ୍ଠ କଳାକାର। ଆଉ ଦୁହିଁଙ୍କର କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ଦୁହେଁ ପରସ୍ପରଙ୍କୁ ଭଲ ପାଇଥିଲେ। ଆଉ ବର୍ତ୍ତମାନ ସମୟରେ ତାଙ୍କର ବାହାଘର ସରିଛି ବୋଲି ମଧ୍ୟ ବେଶ ଚର୍ଚ୍ଚା ହେଉଛି। ବାହାଘର ପରେ ଶାଶୁ ଘରେ ସମୟ ବିତାଉଥିବାର ନଜରରେ ଆସିଛନ୍ତି ଏବେ ଶୀତଲ। କିନ୍ତୁ ଏଇଟା କେତେ ଦୂର ଠିକ୍ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ଜଣାପଡ଼ି ନାହିଁ। କିନ୍ତୁ ଯାହା ଦର୍ଶକମାନେ ଭାବୁଛନ୍ତି କି ପୂର୍ବରୁ ଯେମିତି ସେ ନିର୍ବନ୍ଧ ପୂର୍ବରୁ ଯେମିତି ସେ କାହାକୁ କିଛି ନ ଜଣାଇ ନିର୍ବନ୍ଧ କରିଥିଲେ, ଠିକ୍ ସେମିତି ବାହାଘର ପୂର୍ବରୁ ମଧ୍ୟ ସେ କାହାକୁ କିଛି ଜଣାଇ ନାହାନ୍ତି। ହଠାତ୍ ବିବାହ ସରିଯାଇଛି। ଆଉ ବାହାଘର ପରର କିଛି ଫଟୋ ଭିଡ଼ିଓ ବେଶ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଏଇଟା କେତେ ଦୂର ଠିକ୍ ବା କେତେ ଦୂର ମିଛ ଏ ପର୍ଯ୍ୟନ୍ତ ବି ସଠିକ୍ ତଥ୍ୟ ଜଣାପଡ଼ି ନାହିଁ। କିନ୍ତୁ ତେବେ ଦର୍ଶକ ବନ୍ଧୁ ଦୀପନିତ ଏବଂ ଶୀତଲଙ୍କ ଯୋଡ଼ି ଆପଣମାନଙ୍କୁ କେମିତି ଲାଗୁଛି ଆମକୁ ନିହାତି ଭାବରେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ।